ଯେତେ ଜାଗାରେ ସତ୍ସଙ୍ଗ ହେଉଛି ବା ସାଧୁ ଯେଉଁ ପ୍ରବଚନ କାର୍ଯ୍ୟକ୍ରମ ଚାଲିଛି ସେଠାରେ ଗୋଟିଏ କଥା ଆତ୍ମଜ୍ଞାନର କଥା କୁହା ହେଉନାହିଁ। ଆତ୍ମଜ୍ଞାନର କଥା କୁହା ହେଉନି। ମଣିଷ କେମିତି ଦିବ୍ୟରେ ପରିଣତ ହେବ, ମଣିଷ ଭିତରେ କେମିତି ଡିଭାଇନ୍ ନଲେଜ ଆସିବ। କି ନଲେଜ? ଡିଭାଇନ୍ ନଲେଜ, ଯାହାକୁ ଆମେ କହୁଛେ ଦିବ୍ୟ ଜ୍ଞାନ। ତେଣୁ ଦେଖନ୍ତୁ, ଭାଗବତ ପାଠ କରନ୍ତୁ, ଗୋଟିଏ ଜାଗାରେ ଲେଖା ଅଛି। କ'ଣ ଲେଖା ଅଛି ନା ମନୁଷ୍ୟ ଦେହେ ଦିବ୍ୟ ଜ୍ଞାନ ଦେଖି ସନ୍ତୋଷ ଭଗବାନ। ତା ଅର୍ଥ ଆମେ ଯେତେ ସତ୍ସଙ୍ଗ କଲେ କି ଯେତେ ପ୍ରବଚନ କାର୍ଯ୍ୟକ୍ରମ କଲେ, ଯେତେ ଆମେ ରାମଚରିତ ମାନସ କଲେ, ଯେତେ ଆମେ ଭାଗବତ ପାରାୟଣ କଲେ, ଗୀତା ଜ୍ଞାନ ଯୋଗ ତ ହଉନି। କ୍ୱଚିତ୍ କେଉଁଠି ଗୀତା ଜ୍ଞାନ ଯୋଗ କଲେ, କିନ୍ତୁ ତାକୁ ଆମେ ଶ୍ରବଣ କଲେ, ପ୍ରସାଦ ପାଇଲେ, ଯଥାଶକ୍ତ ଯେଉଁମାନେ ସାତ୍ତ୍ୱିକ ଭାବାପନ୍ନ ଲୋକ ଡୋନେସନ୍ ଦିଅନ୍ତି, ପ୍ରାୟ 5% ଡୋନେସନ୍ ଦିଅନ୍ତି। 95% ସେମାନେ ଖାଇଦେଇ ପଳେଇ ଆସନ୍ତି। କିଛି ନାହିଁ, ସେ ବିଷୟରେ ମୋର କିଛି କହିବାର ନାହିଁ। ଯେଉଁଟା ସତ୍ୟ ମୁଁ ତା କହୁଛି, ଯାହା ସେଇଆ। ଯେମିତି ଶାସ୍ତ୍ର ଲେଖା ଅଛି, ଅଙ୍ଗାର ଶତଧୌତେ ନ ମଳିନ ଚ ନ ଜାୟତେ। ନିଜର ମନକୁ ଦେଖନ୍ତୁ, ଯେମିତି ଥିଲା ମନଟି ସେମିତି। ମନର କୌଣସି ପରିବର୍ତ୍ତନ ନାହିଁ। ଶରୀରର ବୟସ ଅଛି ନାଇଁ କି? କାହାକୁ 50 ବର୍ଷ, କାହାକୁ ଏଠି 60 ବର୍ଷ, କାହାକୁ 65 ବର୍ଷ, କାହାକୁ 40 ବର୍ଷ। କୃଷ୍ଣା ମାଙ୍କୁ ଆମର 5 ବର୍ଷ, କାହାକୁ ବୟସ ଅଛି। କେବେ ଚିନ୍ତା କରିଛନ୍ତି ଏ ମନର ବୟସ କେତେ? ଏ ମନର ବୟସଟା କେତେ? କେବେ ଆପଣ ମାନେ ଭାବିଛନ୍ତି? ମୁଁ ବୁଢ଼ା ହେଲି। ବୁଢ଼ା ହେବାକୁ ଲୋକ କହେ ନାହିଁ, ଯେତେବେଳେ ସେ ଅସମର୍ଥ ହେଇ ପଡ଼େ, ଆଉ ସାମର୍ଥ୍ୟ ତାର ରହେନି ଚାଲିବା ପାଇଁ, କି କାର୍ଯ୍ୟକ୍ରମ କରିପାରେ ନାହିଁ, ଦୁର୍ବଳ ହେଇ ପଡ଼େ, ସେତେବେଳେ ସେ କ'ଣ କହେ ନା ମୁଁ ବୁଢ଼ା ହେଲି। ଯଦି ତାର ସମର୍ଥ ଥବ, ସେ ଚାଲିପାରୁଥବ, କାର୍ଯ୍ୟ କରିପାରୁଥବ, ସେ କେତେବେଳେ ବୁଢ଼ା ବୋଲି ଫିଲ୍ କରିବ ନାହିଁ। କେତେବେଳେ ତା ମନ କହିବ ନାହିଁ ସେ ହେଉଛି ବୁଢ଼ା। ତେଣୁ କାହିଁକି କହିବ ନାହିଁ ନା ମନର ବୟସ ନଥାଏ। ମନର ବୟସ ବିଷୟରେ ଜାଣିବାକୁ ହେଲେ ଆପଣଙ୍କୁ ତତ୍ତ୍ୱଗୁରୁଙ୍କ ସାନ୍ନିଧ୍ୟରେ ବସିଲେ ତତ୍ତ୍ୱଗୁରୁ ଆପଣଙ୍କୁ କହିଦେବେ ମନର ବୟସ କେତେ। କେହି ଜାଣିଛନ୍ତି କଥା ଶୁଣିଥିଲେ ମନର ବୟସ କେତେ ବୋଲି? ତେଣୁ ସତ୍ସଙ୍ଗରୁ ଅନେକ କଥା ଶିଖିବାକୁ ମିଳେ, ଅନେକ କଥା ଜାଣିବାକୁ ମିଳେ। ତେଣୁ ମୂଳ କଥା ହେଲା, ଯେଉଁଠି ଆଲୋଚନା ହେଉଛି ସେଇଠି ଗୋଟିଏ ପଦ ଆମେ ଉଦ୍ଧାର କରିବା। ସେଇ ଗୋଟିଏ ପଦକୁ ଯଦି ଆମେ ଭଲ ଭାବରେ ବୁଝିବା, ସେଇ ଗୋଟିଏ କଥାକୁ ଆମେ ଭଲ ଭାବରେ ଜାଣିବା, ସେଇ ଗୋଟିଏ କଥାକୁ ଯଦି ଆମେ ଭଲ ଭାବରେ ଶିଖିବା ତତ୍ତ୍ୱଗୁରୁଙ୍କ ପାଖରେ, ଆମେ ଦିବ୍ୟ ଜ୍ଞାନର ଅଧିକାରୀ ହେଇପାରିବା। ତାହେଲେ ଜଣାପଡ଼ୁଛି ମନ୍ଦିରରେ ଭଗବାନ ସନ୍ତୁଷ୍ଟ ହୁଅନ୍ତି ନାହିଁ। କିଏ କଲେ? ଏ ମନ୍ଦିର ସିନା ସେ ମନ୍ଦିର ଗଢ଼େ ମନକୁ ବାନ୍ଧିବା ପାଇଁ, ଏ ମନ୍ଦିର ସିନା ସେ ମନ୍ଦିର ଗଢ଼େ ମନକୁ ବାନ୍ଧିବା ପାଇଁ। ଆରେ ଭଗବାନ ଅଛନ୍ତି ବୋଲି ଆମେ କେମିତି ଜାଣିବା? ଗୋଟେ କ'ଣଟେ ଫର୍ମଟେ ଦେଖିଲେ, ରୂପଟିଏ ଦେଖିଲେ ଭଗବାନ ଅଛନ୍ତି ବୋଲି ଆମର ଗୋଟେ ବୋଧ ହବ ନା। ଆଉ ଯଦି କିଛି ଆମେ ଦେଖିବା ନାହିଁ, କେଉଁଠି କିଛି ମନ୍ଦିର ଦେଖିବା ନାହିଁ, କି ଆଶ୍ରମ ଦେଖିବା ନାହିଁ, ତାହେଲେ କୌଣସି ଗୋଟେ ରୂପ ଆମେ ଦେଖିବା ନାହିଁ, ଆମେ କ'ଣ ଇଏ କରିପାରିବା ଭଗବାନ ଅଛନ୍ତି ବୋଲି ବୋଧ ହବ? ଖାଲି ଖାଲି ଲାଗିବ ନା। ଆଉ ତେଣୁ ଏ ମନ୍ଦିର ସିନା ସେ ମନ୍ଦିର ଗଢ଼େ, ଏ ଶରୀରଟା ହେଉଛି ଗୋଟେ ମନ୍ଦିର। ୟୁର ବଡି ଇଜ୍ ଏ ଟେମ୍ପଲ ଅଫ୍ ଗଡ୍। କିନ୍ତୁ ଆମ ଭିତରେ ଯେ ଭଗବାନ ଅଛନ୍ତି
ଆତ୍ମା ରୂପରେ ଭାଗବତରେ ଲେଖା ଅଛି, ଉଲ୍ଲେଖ ଅଛି, ସକଳ ଜୀବେ ନରହରି ବସଇ ଆତ୍ମା ରୂପ ଧରି। ସକଳ ଭୂତେ ବାସ ମୋର ମୁଁ ଆତ୍ମା ଜଗତ ଈଶ୍ୱର। ଗୀତାରେ ଭଗବାନ କହିଲେ ଈଶ୍ୱର ସର୍ବଭୂତାନାଂ ହୃଦେଷୁ ଅର୍ଜୁନ ତିଷ୍ଠନ୍ତି ଭ୍ରାମୟନ ସର୍ବଭୂତାନି ଯନ୍ତ୍ରାରୂଢ଼ାନି ମାୟା। ଉପନିଷଦରେ କହିଲେ ଏକ ଦେବ ସର୍ବଭୂତେଷୁ ଗୂଢ଼। ତେଣୁ ଏ କଥାର ସାରାଂଶ ହେଉଛି ଆମ ଭିତରେ ଈଶ୍ୱର ଅଛନ୍ତି ବା ଆମ ଭିତରେ ଭଗବାନ ଅଛନ୍ତି, ଆମ ଭିତରେ ଜଗନ୍ନାଥ ଅଛନ୍ତି, ଆମ ଭିତରେ ସେ ଆତ୍ମା ରୂପରେ ଅଛନ୍ତି। କିନ୍ତୁ ଏତେ ଦିନ ଶୁଣିଲା ପରେ, ଏତେ ଶାସ୍ତ୍ର ଅଧ୍ୟୟନ କଲା ପରେ, ଦାଢ଼ି ବାଳ ପାଚିଲା ପରେ, ଦାନ୍ତ ଗଳି ପଡ଼ିଲା ପରେ, ଆଉ ଆଖି ଦୃଷ୍ଟିଶକ୍ତି ଦୁର୍ବଳ ହେଲା ପରେ ମଣିଷ କେବେ ଥରେ ଭାବୁନାହିଁ ସତରେ କ'ଣ ମୋ ଭିତରେ ଭଗବାନ ଅଛନ୍ତି। ସମସ୍ତେ କିନ୍ତୁ ଜାଣିଛନ୍ତି, ଯାହାକୁ ପଚାରିଲେ ସେ କହିଦେଇ ପାରିବେ। କେତେ ଲୋକ ବି ମନା କରିବେ, ନାଇଁ ନାଇଁ ମୋ ଭିତରେ କାହିଁ ଭଗବାନ ରହିବେ, ମୋ ଭିତରେ କ'ଣ ଭଗବାନ ଅଛନ୍ତି? ମୋ ଭିତରେ ଭଗବାନ ନାହାନ୍ତି।